सूचना कार्य बिहार रे थिला ओडिशा रे एतर डबल इंजिन सरकार हेबो आ ओडिशार विकास डबल विकास हेबो एई नारा थिला। विशेष करी तो पेंशन भोगी जो मान अछंती बुढ़ा बुढ़ी माने से मान को 3500 टंका पेंशन दिया हेबो आ प्रत्येक महिला को मास प्रति 1000 टंका तांको हाथ खर्च दिया है। ता संगे संगे प्रत्येक बिजली कंज्यूमर मान को लोभाइबा पाए माननीय केंद्र मंत्री धर्मेंद्र प्रधान वक्तव्य रे कहितिले नवीन पट्टनायक मान्यवर मुख्यमंत्री एक्स से 200 यूनिट बिजली फ्री घोषणा करिथिले। ता एग्नेस्ट रे केंद्र मंत्री महोदय कहिथिले चाड़ हो नवीन पट्टनायक कौन 200 यूनिट बिजली फ्री देवो आम सरकार आइले ओडिशा रे मोदी देवे 300 यूनिट बिजली फ्री ए भलिया पंखा गोटे मोबाइल चार्जर गोटे टीवी आज तो मोर तो स्कूटी अच्छे निता स्कूटी चलाऊँ गोटे घिनबो स्कूटी इच्छा अच्छे गोटे इलेक्ट्रिक व्हीकल घिनबो हेला चार्ज भी अनिता कर्म आके जाएगी बिजुली 100 यूनिट अधिका खर्च हम नवीन बाबू कहते मुझे 100 देवी 24 वर्ष तो नहीं दे 24 वर्ष बिजली नहीं दे एबे बुढ़ा बाघ जिते बुढ़ा हो जाए गोटे कंकण धरिकी बसे शिकार बुझी आस मोठू कंकण टा नियो 24 वर्ष नहीं दे तुम्हें दब बिजली फ्री थी 100 यूनिट छाड़ हो मोदी दब 300 यूनिट बिजली फ्री थी। ए भलिया अनेक प्रतिश्रुति बीजेपी सरकार रो थिला। चाषी मानकर आय 2 गुण आ 2014 प्रथम देश रो सरकार गठन करले सेतेबेले जीरो अकाउंट रे 15 लाख टंका प्रत्येक माने लोकों को देवा पाई प्रतिश्रुति देइथिले। सेतेबेले 2014 रे शासन रे आसीथिले सीटा भी गोटे मिच कथा थिला। 2019 रे पुणी गोटे मिच कथा कहवा पाई षड़यंत्र रचले आ मिछ प्रचार कले एतर आमको जदि शासन रे बसैबो ताल देशर बेकारी समस्या दूर करिबो। प्रत्येक वर्ष आमे पाठशाठ पढ़ी बेकार थिबा युवक युवती मन को 2 कोटी युवक युवती मन को आमे चाकरी देबू। यही लोभरे देशवासी से मन को भोट देइथिले सीटा भी गोटे मिच कथा थिला। ता संगे 2024 रे विशेष करी देशवासी मर्यादा पुरुषोत्तम श्री रामंकर मंदिर
ଅଯୋଧ୍ୟାରେ ମୋଦିଙ୍କ ଦ୍ୱାରା ତିଆରି ହେଲା। ସେଇ ଖୁସିରେ ଦେଶବାସୀ ଭୋଟ ଦେଇଥିଲେ ଏବଂ ସେମାନଙ୍କୁ ଗାଦିରେ ବସାଇଥିଲେ। ଏଟା ବି ଗୋଟେ ଷଡ଼ଯନ୍ତ୍ର ଏବଂ ମିଛ ଥିଲା। ସେଇ ବର୍ତ୍ତମାନର ସାରା ଦେଶରେ ସୋସିଆଲ ମିଡ଼ିଆ ବା ନ୍ୟୁଜ୍ ଚ୍ୟାନେଲରେ ପେପର ପତ୍ରିକାରେ ବାହାରି ସାରିଛି ଯେଉଁ କୋଟି କୋଟି ରାମ ଭକ୍ତମାନଙ୍କର ରାମ ମନ୍ଦିରରେ ଦାନ କରିଥିବା ସୁନା ରୂପା ଏବଂ ମିଡ଼ିଆ ଚ୍ୟାନେଲ ମାଧ୍ୟମରେ ଶୁଣିବାକୁ ମିଳେ 200 କୋଟି ଟଙ୍କା ଚୋରି ହେଇଛି ବୋଲିକିରି ସେଠି ଚର୍ଚ୍ଚା ଚାଲିଛି। ତାହିଁରେ ପୁଣି ଯେଉଁମାନେ ତଥାକଥିତ ରାମ ଭକ୍ତ, ଯେଉଁମାନେ ଧର୍ମର ରକ୍ଷକ, ସେମାନେ ହିଁ ସେ ଜାଗାରେ ଚୋରି କରିଛନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି। ଯେଉଁକି ଅନିଲ ମିଶ୍ର, ଯେଉଁ ଅନିଲ ମିଶ୍ର କି ଗ୍ୱାଲିୟରରେ ହାଇକୋର୍ଟ ସାମ୍ନାରେ ବାବା ସାହେବ ଆମ୍ବେଦକରଙ୍କ ଷ୍ଟାଚ୍ୟୁକୁ ବସାଇବା ପାଇଁ ଦେବୁନାହିଁ ବୋଲି ସେ ବିରୋଧ କରିଥିଲେ। ସେହି ଅନିଲ ମିଶ୍ର ମହାଦେବଙ୍କର ନାଁ ବି ଚର୍ଚ୍ଚାରେ ଆସିଛି। ତା ସାଙ୍ଗେ ସାଙ୍ଗେ ଚମ୍ପତ ରାୟ, ଯିଏକି ମନ୍ଦିର ପରିଚାଳନା କମିଟିର ମୁଖ୍ୟ ବୋଲିକିରି ଚର୍ଚ୍ଚା ହେଉଛି, ସେ ମଧ୍ୟ ଏ ଚୋରି କେସ୍ରେ ଲିପ୍ତ ଅଛନ୍ତି। ଏମାନେ ମୁହଁରେ ରାମ ରାମ ପେଟରେ କୋର, ଆଉ ଯେଉଁମାନେ ଧର୍ମର ରକ୍ଷକ ସେମାନେ ହେଉଛନ୍ତି ଏ ଦେଶର ସବୁଠୁ ବଡ଼ ଚୋର ଏବଂ ଗୁଣ୍ଡା, ଏମାନଙ୍କୁ କୁହାଯାଏ। ଆମ ଅଞ୍ଚଳର କଥା କହିବି, ବିଶେଷ କରି ମୁଁ ରାୟଗଡ଼ ଅଞ୍ଚଳର କଥା କହିବି। ଗତ ସରକାର ନବୀନ ପଟ୍ଟନାୟକ ସରକାର ସମୟରେ ଆମେ ବାର ବାର ଡିମାଣ୍ଡ ରଖିଥିଲୁ, ଦାବି ରଖିଥିଲୁ। ରାୟଗଡ଼ରେ ବହୁତ ସଂଖ୍ୟକ ଗଣ୍ଡ ଆମେ ଅଛୁ। ଗଣ୍ଡମାନଙ୍କର ଇଷ୍ଟ ଦେବତା ହେଉଛି ବୁଢ଼ାଦେବ। ତ ଏ ଅଞ୍ଚଳର ଗଣ୍ଡମାନଙ୍କର ଗୁହାରି ଶୁଣିକିରି, ଗଣ୍ଡମାନଙ୍କର ଦାବି ଶୁଣିକିରି, ଦାବିକୁ ସମ୍ମାନ ଜଣାଇକିରି ମାନ୍ୟବର ଏକ୍ସ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେ 2 କୋଟି ଟଙ୍କା କ୍ୟାବିନେଟ୍ରେ ପାସ୍ କରିକି ସେ ବ୍ଲକକୁ ପଇସା ବି ପଠାଇଥିଲେ ଏବଂ ସେ ପଇସା ଆଧାରରେ 50 ଲକ୍ଷ ଟଙ୍କାର ବିଲ୍ଡିଂ ଗୋଟେ ହେବ ଆଉ 1.5 କୋଟି ଟଙ୍କାର ବୁଢ଼ାଦେବ ମନ୍ଦିର ହେବ। ବ୍ଲକ ପ୍ରଶାସନ କହିଲା 1.5 କୋଟି ଟଙ୍କାର ଆମର ପାଖରେ ଟେଣ୍ଡର କରିବାର ଶକ୍ତି ନାହିଁ, ସେଇଟା ITDA ନହେଲେ RDକୁ ଦିଆଯାଉ। 50 ଲକ୍ଷ ଟଙ୍କା ଅଛି ବିଲ୍ଡିଂର, ତାକୁ ବ୍ଲକରେ ଆମେ ଟେଣ୍ଡର ଡାକିବୁ। ଟେଣ୍ଡର ବି ଡକା ହେଲା ଏବଂ ଆମରି ଭାଇମାନେ ସେ କାମଟାକୁ କରିବା ପାଇଁ ନିଷ୍ପତ୍ତି ନେଲେ ଆଉ ଟେଣ୍ଡର ମଧ୍ୟ ପକାଇଲେ ଆଉ କାମ ଆରମ୍ଭ ହେଲା। ତା ବାଦେ ହଠାତ୍ ଉପରରୁ ନିର୍ଦ୍ଦେଶ ହେଲା କାମ ସ୍ଥଗିତ ଥାଉ, ଏ କାମ ହେବ କି ନାହିଁ ତାର ଗ୍ୟାରେଣ୍ଟି ନାହିଁ। ଏଠିକାର ଲୋକାଲ ଆମର ଇଞ୍ଜିନିୟର ମାନେ କହିବା କଥା, ସେ କାମ ବି ବର୍ତ୍ତମାନ ଅତପନ୍ତ୍ରିଆ ହେଇକି ପଡ଼ିଛି ଏବଂ ବୁଢ଼ାଦେବ ମନ୍ଦିରର ପ୍ରୋଜେକ୍ଟ ମଧ୍ୟ କ୍ୟାନସେଲ ହେଇଛି। ଏ ପ୍ରୋଜେକ୍ଟ ପାଇଁ ବାରମ୍ବାର ସମାଜ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ମଧ୍ୟ ଜଣାଯାଇଛି, ଜିଲ୍ଲା ପ୍ରଶାସନ, କଲେକ୍ଟର, PD ସମସ୍ତଙ୍କୁ ଜଣାଯାଇଛି। ଟେଣ୍ଡର ପାଇଁ ସେ ଫାଇଲଟା PD ପାଖରେ, କଲେକ୍ଟର ପାଖରେ ପଡ଼ିଥିଲା, ଟେଣ୍ଡର ପ୍ରୋସେସରେ ଥିଲା, କିନ୍ତୁ ହଠାତ୍ ସେ ପ୍ରୋଜେକ୍ଟକୁ ରିଜେକ୍ଟ କରି ଦିଆଗଲା। ମନ୍ତ୍ରୀ ମହୋଦୟଙ୍କର ଜାଣତରେ ଇଏ ଗୋଟେ ରାୟଗଡ଼ ଅଞ୍ଚଳର ଗୋଣ୍ଡ ସମାଜ ପାଇଁ
কুটারঘাত করা যাইছি। এই জিনিসটাକୁ ଏ ଅଞ୍ଚଳର ସମାଜ ଦୃଢ଼ ନିନ୍ଦା କରୁଛି। ଏଭଳିଆ ଏ ବିଜେପି ସରକାରର ନୀତି ତା ସାଙ୍ଗେ ସାଙ୍ଗେ